ରସୁଣର ଔଷଧୀୟ ଗୁଣ ଆସନ୍ତୁ ଜାଣିବା। ପ୍ରତିଦିନ 2ରୁ 3 ପାଖୁଡ଼ା ରସୁଣ ଖାଇଲେ ଏହି ଲାଭଗୁଡ଼ିକ ମିଳିଥାଏ। ଏହା ହାଇ କୋଲେଷ୍ଟ୍ରଲକୁ କମ୍ କରିଥାଏ। ଏହା ହାର୍ଟ ରୋଗକୁ ନିୟନ୍ତ୍ରଣରେ ରଖେ। ରସୁଣ ହାଇ ବ୍ଲଡ୍ ପ୍ରେସରକୁ କମାଇଥାଏ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏହା ଥଣ୍ଡା ରୋଗ ଭଲ କରେ। ଏଥିରେ ଥିବା ସଲଫର ଲିଭରକୁ ସଫା ରଖେ। ରସୁଣରେ ଥିବା ଆଲିସିନ୍ କମ୍ପାଉଣ୍ଡ ଭାଇରସ୍ ଏବଂ ବ୍ୟାକ୍ଟେରିଆ ସଂକ୍ରମଣରୁ ରକ୍ଷା କରିଥାଏ। ଏଥିରେ ଥିବା ଫ୍ରି ରେଡିକାଲ କୋଷକୁ ନଷ୍ଟ ହେବାରୁ ବଞ୍ଚାଇଥାଏ। ରସୁଣରେ ଥିବା କ୍ୟାଲସିୟମ ହାଡ଼କୁ ମଜବୁତ ରଖେ। ସାଙ୍ଗମାନେ, ଝିଅ କିଏ ଆପଣ ଜାଣିଛନ୍ତି କି? ବାପାଙ୍କୁ ଯିଏ ସବୁଠୁ ଅଧିକ ଭଲ ପାଏ ସିଏ ହେଉଛି ଝିଅ। ବାପା ଘରକୁ ଆସିଲେ ଦୌଡ଼ି ଆସେ ଯିଏ, ସିଏ ହେଉଛି ଝିଅ। ପରିବାରର ମଙ୍ଗଳ ପାଇଁ ସବୁ କଷ୍ଟ ସହିବାକୁ ପ୍ରସ୍ତୁତ ଥାଏ ଯିଏ, ସିଏ ହେଉଛି ଝିଅ। ବାପାଙ୍କର ପ୍ରତ୍ୟେକ କଷ୍ଟକୁ କହିବା ପୂର୍ବରୁ ଯିଏ ବୁଝିଯାଏ, ସିଏ ହେଉଛି ଝିଅ। ଦୂରକୁ ଗଲେ ଯିଏ ବହୁତ କନ୍ଦାଏ ଓ ନିଜେ କାନ୍ଦି ପକାଏ, ସିଏ ହେଉଛି ଝିଅ। ସ୍ୱାମୀର ହୋଇ ବି ପରିବାରକୁ ଭୁଲେ ନାହିଁ ଯିଏ, ସିଏ ହେଉଛି ଝିଅ। ସବୁକିଛି ସହି ନିଜ ଦୁଃଖକୁ ଲୁଚାଇ ରଖେ ଯିଏ, ସିଏ ହେଉଛି ଝିଅ। ବହୁତ ଦୂରରେ ଥାଇ ମଧ୍ୟ ପାଖରେ ଥିବା ପରି କଥା କୁହେ ଯିଏ, ସିଏ ହେଉଛି ଝିଅ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କ ଉତ୍ତର ଲେଖିବା ପାଇଁ ଅନୁରୋଧ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ। ସାଙ୍ଗମାନେ, ସ୍ୱାର୍ଥ ସରିଗଲେ ଆଜିକାଲି ଲୋକମାନେ ଆଉ ନିଜ ଆଡ଼ୁ ସମ୍ପର୍କ ଭାଙ୍ଗୁନାହାନ୍ତି। ସେମାନେ ଏମିତି କିଛି ପରିସ୍ଥିତି ସୃଷ୍ଟି କରିଦେଉଛନ୍ତି ଯେ ତୁମେ ବାଧ୍ୟ ହେବ ତାଙ୍କ ପାଖରୁ ଦୂରେଇ ଯିବା ପାଇଁ। ଆଉ ଶେଷରେ ଏ ସମାଜ କିଛି ନ ବୁଝି ନ ବିଚାରି ତୁମକୁ କେବଳ ଦୋଷୀ ବୋଲି କହିବ। କ'ଣ ସାଙ୍ଗମାନେ ଠିକ୍ ତ? ଆପଣଙ୍କ ଜୀବନରେ ବି ଏମିତି ହେଉଛି କି? ତାହେଲେ କମେଣ୍ଟରେ ନିଶ୍ଚୟ ଲେଖନ୍ତୁ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ସେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ।